ଘଡ଼ଘଡ଼ି ଶବ୍ଦରେ ନିଦ ଭାଙ୍ଗିଥିଲା ସକାଳୁ। କାଚ ଝରକା ଦେଇ ବାହାରକୁ ଚାହିଁଲା ବେଳକୁ ଚମକି ଉଠିଥିଲା ବିଜୁଳି। ଲାଗୁଥିଲା ଯେମିତି ଝରକା ଦେଇ ପଶି ଆସିବ ଘର ଭିତରକୁ। ଉଠି ଆସି ଚାହିଁଥିଲି ଆକାଶକୁ। ବର୍ଷି ଚାଲିଥିଲା ବର୍ଷା। ପୁଣି କଳା ଅନ୍ଧାର ମେଘ ଘୋଡ଼େଇ ରଖିଥିଲା ସାରା ଆକାଶକୁ। ଆଜି ଏ ବର୍ଷା ଛାଡ଼ିବା ଭଳି ଦେଖାଯାଉନି। ଆଉ ସକାଳ ଚଲାଟା ହୋଇପାରିବନି। ମନେ ମନେ ଭାବି ଫେରି ଆସିଥିଲି ବିଛଣାକୁ। ଚଦରଟା ମୁହଁ ଉପରକୁ ଟାଣି ନେଇ ଆଉଥରେ ଶୋଇବାକୁ ଚେଷ୍ଟା କରିଥିଲି। ନିଦ କିନ୍ତୁ ହେଇନଥିଲା ଆଉ। ଉଠି ବସିଥିଲି। ବେଶ୍ ଜୋରରେ ବର୍ଷା ହେଉଥିବାର ଶବ୍ଦ ଶୁଭିଥିଲା। ମୁହଁ ଉପରୁ ଚଦର ଉଠେଇ ଆଉଥରେ ବାହାରକୁ ଚାହିଁଥିଲି। ସତରେ ବର୍ଷାର ବେଗ ତ କିଛି କମ୍ ନୁହେଁ। ବିଛଣା ଉପରୁ ଉଠି ଆସିଥିଲି ଝରକା ପାଖକୁ। ବସି ପଡ଼ିଥିଲି ଝରକାକୁ ଲାଗି ପଡ଼ିଥିବା ମୋର ପଢ଼ା ଚେୟାର ଉପରେ। ବିଜୁଳି ଘଡ଼ଘଡ଼ି ସହ ବର୍ଷି ଚାଲିଥିଲା ବର୍ଷା। ଚାହିଁ ରହିଥିଲି ବାହାରକୁ। ସକାଳୁ ସକାଳୁ ବର୍ଷାଟା ଭାରି ଭଲ ଲାଗୁଥିଲା। ଧୀରେ କରି ଝରକାର କାଚ ଟିକିଏ ଘୁଞ୍ଚେଇ ଦେଇଥିଲି। ଦଲକାଏ ପାଣି ମିଶା ଥଣ୍ଡା ପବନ ପଶି ଆସିଥିଲା ଘର ଭିତରକୁ। ଭାରି ଭଲ ଲାଗିଥିଲା ମୋତେ। ମୁହଁ ବାହାରକୁ ବାହାର କରି ସେମିତି ବସି ରହିଥିଲି। ପାଣି ମିଶା ଥଣ୍ଡା ପବନ ବାରମ୍ବାର ବାଡ଼େଇ ହେଉଥିଲା ଆସି ମୁହଁରେ। ଓଦା ହୋଇଯାଉଥିଲା ମୁହଁ। ବାଳ ସବୁ ଉଡ଼ି ଆସି ପଡ଼ୁଥିଲା ମୁହଁରେ। ତେବେ ବି ମୁହଁ ଭିତରକୁ ଆଣିବାକୁ ଇଚ୍ଛା ହେଉନଥିଲା ମୋର। ଝରକା ସାମ୍ନାରେ ପଡ଼ିଶା ଘରର ବଗିଚା। ବଡ଼ ଲନ୍ଟିଏ ସାଙ୍ଗକୁ ମଝିରେ ମଝିରେ ମନ୍ଦା ମନ୍ଦା ହୋଇ କେତେ ପ୍ରକାର ଫୁଲ ଗଛ ସବୁ। ଲାଲ, ଧଳା, ନୀଳ, ଗୋଲାପୀ ରଙ୍ଗର ଫୁଲ ସବୁ ଭରି ହୋଇ ରହିଥିଲା ଗଛଗୁଡ଼ିକରେ। ବର୍ଷା ପାଣିରେ ଚାପି ହୋଇ ପଡ଼ୁଥିଲେ ଗଛ ସବୁ। କିଛି ଫୁଲ ଭୁଇଁ ଛୁଉଁଥିଲେ। ଆଉ କିଛି ପାଣି ମାଡ଼ରେ ଟିକେ ନଇଁ ପଡ଼ି ସିଧା ହୋଇ ଉଠୁଥିଲେ। ବର୍ଷା ସହିତ ରୀତିମତ ଖେଳ ଚାଲିଥିଲା ଯେମିତି ଫୁଲ ସବୁର। ବର୍ଷାର ଏକା ଯେ ଦଳେ ମକଚି ଭାଙ୍ଗିରୁଜି ରଖିଦେବ ସେମାନଙ୍କୁ। ଛୋଟିଆ ଛୋଟିଆ ନିର୍ବଳିଆ ହୋଇଥିଲେ ବି ଖୁବ୍ ଜୋରରେ ଲାଗି ପଡ଼ିଥିଲେ ସେମାନେ ମୁଣ୍ଡ ଟେକି ଠିଆ ହୋଇ ରହିବା ପାଇଁ। ପାଚେରୀ କଡ଼େ କଡ଼େ କେତେ ପ୍ରକାର ବଡ଼ ବଡ଼ ଗଛ ସବୁ ଠିଆ ହୋଇ ରହିଥିଲେ ବର୍ଷାକୁ ଚାହିଁ। ଏଠି ନଥିଲା ହାରଜିତ୍ ବଳ କଷାକଷିର କଥା। ଉଭୟ ଉଭୟଙ୍କୁ ଯେମିତି ଆଲିଙ୍ଗନ କରୁଥିଲେ। ବର୍ଷା ପାଣି ସବୁ ଗଛ ଉପରେ ପଡ଼ି ପୁଣି ଖସି ପଡ଼ୁଥିଲେ ତଳକୁ। ଆହୁରି ସତେଜ ଦେଖାଯାଉଥିଲେ ଗଛ ସବୁ। ଆରେ ଗଛରେ ଯେଉଁ ଚଢ଼େଇମାନେ ଥିଲେ। ମନେ ପଡ଼ିଲା ମୋର। ଏ ବର୍ଷାରେ ସେମାନେ ଗଛରେ ଅଛନ୍ତି ନା କୁଆଡ଼େ ଗଲେ। ଭଲ କରି ଗଛର ଅନ୍ଦିସନ୍ଦିକୁ ଅନେଇଥିଲି। ଗଛ ସନ୍ଧି ଭିତରକୁ ଘୁଞ୍ଚି ଯାଇ ବସିଥିଲେ ସେମାନେ। ପଡ଼ିଶା ଘରର ପୋଷା ଧଳା ଠେକୁଆ ଛୁଆ ଚାରିଟି ଗୁଞ୍ଜି ହୋଇ ବସିଥିଲେ ପାଚେରୀ କଡ଼ରେ। ତାଙ୍କ ପାଇଁ ତିଆରି ହୋଇଥିବା ଛୋଟିଆ ଘରଟି ଭିତରେ। ହଠାତ୍ କାହାର ପାଟି ଶୁଭିଥିଲା। ବୁଲି ଚାହିଁ ଦେଖିଥିଲି କୁନି କୁନି ଝିଅ ଦୁଇଟା ଲମ୍ବା କଦଳୀ ପତ୍ରଟିଏ ମୁଣ୍ଡ ଉପରେ ରଖି ହସି ହସି ଡେଇଁ ଡେଇଁ ଘର ଭିତରୁ ବାହାରି ଆସିଥିଲେ ବଗିଚାକୁ। ଏ ଲିନୁ ମିନୁ ରୁହ। ଏ ବର୍ଷାରେ କାହିଁକି ଏମିତି କଦଳୀପତ୍ର ମୁଣ୍ଡରେ ନେଇ ବାହାରକୁ ବାହାରି ଆସିଲ? ସକାଳୁ ପିଠା କରି ଠାକୁରଙ୍କ ପାଖରେ ଭୋଗ ଲଗାଇବି ବୋଲି କଦଳୀପତ୍ର କାଟି ରଖିଥିଲି ତାକୁ ତମେମାନେ ନେଇ ମୁଣ୍ଡରେ ଦେଇ ବର୍ଷାରେ ଭିଜିବାକୁ ଚାଲି ଆସିଲ। ଆଉ ଆଗକୁ ଯାଅନି ରେ ପଳେଇ ଆସ। ପଛେ ପଛେ ଛତା ଧରି ପାଟି କରି କରି ବାହାରି ଆସିଥିଲେ ସେମାନଙ୍କର ମା। ପାଣି ଚବର ଚବର କରି ଲନ୍ରେ ଡେଇଁବାକୁ ଆରମ୍ଭ କରି ଦେଇଥିଲେ କୁନି ଝିଅ ଦୁଇଟି। ଆରେ କାହିଁକି ଭିଜୁଛ? ଥଣ୍ଡା ଧରିବ। ପୁଣି ମଝିରେ ମଝିରେ ଯେମିତି ଘଡ଼ଘଡ଼ି ମାରୁଛି। କିଛି ଶୁଣି ନଥିଲେ ଲିନୁ ଆଉ ମିନୁ। ପାଣିରେ ଡେଇଁ ଚାଲିଥିଲେ ସେମିତି। ଯାଉଛି ତମ ବାପାଙ୍କୁ ପଠଉଛି ବାହାରକୁ। ବାପା ଆସିଲେ ଏବେ କେମିତି ରାଗିବେ ଦେଖିବ ରହିଥା। ଘର ଭିତରକୁ ଫେରି ଯାଇଥିଲେ ଲିନୁ ମିନୁଙ୍କ ମା। ବର୍ଷାରେ ଭିଜି ଭିଜି ଖେଳି ଚାଲିଥିଲେ ଲିନୁ ମିନୁ। କଦଳୀ ପତ୍ରଟି ଖସି ପଡ଼ିଥିଲା ହାତରୁ ତାଙ୍କର। ଚାହିଁ ରହିଥିଲି ସେମାନଙ୍କୁ ମୁଁ। ଭାରି ଭଲ ଲାଗୁଥିଲା ମୋତେ। କାହିଁକି କେଜାଣି ମୋତେ ବି ଭାରି ଇଚ୍ଛା ହେଉଥିଲା ବାହାରକୁ ବାହାରି ଯାଇ ବର୍ଷାରେ ଭିଜିବା ପାଇଁ। ଦେଖ ସକାଳୁ କେମିତି ଏ ବର୍ଷାରେ ଭିଜୁଛନ୍ତି ଦି ଜଣ ଯାକ। ମୁଣ୍ଡ ଉପରେ କଦଳୀ ପତ୍ରଟିଏ ଧରିଥିଲେ। ସିଏ ବି ଉଡ଼ିଗଲାଣି। ପୁଣି ଥରେ ଛତା ଧରି ବାହାରକୁ ବାହାରିଥିଲେ ଲିନୁ ମିନୁଙ୍କ ମା। ଏଥର ମା ସହିତ ଥିଲେ ଲିନୁ ମିନୁଙ୍କ ବାପା। ହାତରେ ତାଙ୍କର ବଡ଼ ଛତାଟିଏ। ବାପା ମା ଦୁଇ ଜଣ ମିଶି ପିଲାଙ୍କ ହାତ ଧରି ଟାଣି ଟାଣି ଭିତରକୁ ନେଇ ଯାଇ କବାଟ ବନ୍ଦ କରି ଦେଉଥିଲେ। କଦଳୀ ପତ୍ରଟି ଉଡ଼ି ଯାଇ ପଡ଼ୁଥିଲା କେତେବେଳେ ଏ ଫୁଲ ପାଖରେ ତ ଆଉ କେତେବେଳେ ପାଚେରୀ କଡ଼ର କେଉଁ ଗଛ ପାଖରେ। ପାଟି ଶୁଭିଥିଲା ଆରପଟୁ। ମୁହଁ ବୁଲାଇ ଚାହିଁଥିଲି ଆର ପଡ଼ିଶା ଘର ପଣ୍ଡାବାବୁଙ୍କ ଘର ଆଡ଼କୁ। ନଜର ପଡ଼ିଥିଲା ତାଙ୍କ ବାଲକୋନି ଉପରେ। ଭାଇ ଭଉଣୀ ଦୁଇ ଜଣ ବାଲକୋନିରେ ଠିଆ ହୋଇ ହାତ ବଢ଼େଇ ପରସ୍ପର ଉପରକୁ ବର୍ଷା ପାଣି ଫିଙ୍ଗା ଫିଙ୍ଗି ହେଉଥିଲେ। ପୁଣି ଚାହିଁ ରହିଥିଲି ମହାନ୍ତି ବାବୁଙ୍କ ଘର ଆଡ଼େ। ସ୍ୱାମୀ ସ୍ତ୍ରୀ ଦୁଇ ଜଣ ବାହାର ବାରଣ୍ଡାରେ ବସି ଚା ପିଉଥିଲେ।
ଦିଦି ଏତେ ମେଘରେ ଝରକା କାହିଁକି ଖୋଲିଛନ୍ତି? ଆପଣ ସେପଟକୁ ଚାହିଁ ବସିଛନ୍ତି। ଏପଟେ ଦେଖନ୍ତୁ ପାଣି ଛିଟା ମାରି ଟେବୁଲ ଉପରର ବହି ଖାତା ସବୁ ଓଦା ହୋଇଗଲାଣି। ଧ୍ୟାନ ଭାଙ୍ଗିଥିଲା ମୋର ସୁକେଶୀ କଥାରେ। ସଙ୍ଗେ ସଙ୍ଗେ ମୁହଁ ବୁଲେଇ ଚାହିଁଥିଲି ପଢ଼ା ଟେବୁଲ ଆଡ଼େ। ଆରେ ସତରେ ତ, ଏତିକି ଟିକିଏ ମାତ୍ର କାଚ ଖୋଲିଥିଲି, ଦେଖିଲା ବେଳକୁ ଏତେ ପାଣି ଛିଟା ମାରିଲାଣି। ହଉ ହଉ କପଡ଼ା ଗୋଟେ ଆଣିଲୁ, ଟେବୁଲ ପୋଛିଦିଏ। ଭାଗ୍ୟକୁ ତୁ ଆସିଲୁ ବୋଲି, ନହେଲେ ଆଉ ଟିକେ ଡେରି ହୋଇଥିଲେ ସବୁ ଭିଜିଥାନ୍ତା ଏବେ। ମୁଁ ତ ସେତେବେଳକୁ ବାହାରକୁ ଚାହିଁଛି ଯେ ଚାହିଁଛି। ଆପଣ ଦାନ୍ତ ଘଷା ଗାଧୁଆ କରିବେନି କି? ସେତେବେଳୁ ଉଠିଲେଣି ସେମିତି ବସି ରହିଛନ୍ତି ଝରକା ପାଖରେ। ବଡ଼ ଦିଦି ବସି ଚା ପିଉଛନ୍ତି। ପଚାରୁଥିଲେ ଆପଣ କେତେବେଳେ ତଳକୁ ଯିବେ ବୋଲି। ଟେବୁଲ ପୋଛୁ ପୋଛୁ କହିଥିଲା ସୁକେଶୀ। ରହ ଗାଧୋଇବି ତ। ସକାଳୁ ସକାଳୁ ଏ ବର୍ଷାକୁ ଦେଖି କିଛି କରିବାକୁ ମନ ହେଉନି। ଖାଲି ବାହାରକୁ ଯାଇ ଭିଜିବାକୁ ମନ ହେଉଛି। ସେ କଥା ତ କରିପାରିବିନି। ଏଇଠି ବସି ବର୍ଷା ଦେଖୁଛି ଟିକିଏ। ବର୍ଷା କ'ଣ ସକାଳୁ ଆରମ୍ଭ ହୋଇଛି କି ଦିଦି? ବର୍ଷା ପରା ମଝି ରାତିରୁ ଆରମ୍ଭ ହୋଇଯାଇଛି। ଏତେ ବର୍ଷା ହେଲାଣି ଛାଡ଼ିବାର ନାଁ ଦଉନି। ମୁଁ ଦାନ୍ତ ଘଷି ଆସୁଛି, ତୁ ଯା ଚା ନେଇ ଆସିବୁ। ଆଜି ଶୀଘ୍ର ଗାଧୋଇବାକୁ ମନ ହେଉନି। ଆଗେ ଚା ଟା ପିଏ, ପରେ ଗାଧୋଇବି। ହଉ ତାହେଲେ ମୁଁ ଯାଉଛି, ଆଗେ ଚା ନେଇ ଆସେ, ତାପରେ ଓଳେଇବି। ଆପଣ ଆଉ ଝରକା ଖୋଲନ୍ତୁ ନାହିଁ, ନହେଲେ ପୁଣି ପାଣି ଛିଟା ମାରିବ। ହଉ ତୁ ଗଲୁ, ଆଗେ ଚା ଆଣିବୁ। ଚା ଆଣିବାକୁ ଚାଲି ଯାଇଥିଲା ସୁକେଶୀ। ଝରକା ଆଡ଼କୁ ମୁହଁ ବୁଲେଇଥିଲି ମୁଁ। କାଚ ନ ଖସେଇ ସେମିତି କାଚ ବାଟ ଦେଇ ବର୍ଷା ଦେଖୁଥିଲି। କମିବାର ନାଁ ହେଉନଥିଲା ବର୍ଷା। ସୁନସାନ ହୋଇଯାଇଥିଲା ରାସ୍ତା। କାଁ ଭାଁ କେତେବେଳେ କେମିତି କିଏ ଜଣେ ଜଣେ ଯିବା ଆସିବା କରୁଥିଲେ ରାସ୍ତାରେ। ଦାନ୍ତ ଘଷିବାକୁ ଉଠି ଯାଇଥିଲି ମୁଁ। କ୍ରିଂ 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 ମୋବାଇଲ ବାଜିଥିଲା। ଫୋନ୍ ଧରିଥିଲି ଯାଇ। ହ୍ୟାଲୋ ଗୁଡ଼୍ ମର୍ଣ୍ଣିଂ। ସେପଟୁ ବାନ୍ଧବୀ କଲ୍ୟାଣୀର ସ୍ୱର। ଗୁଡ଼୍ ମର୍ଣ୍ଣିଂ। ଏତେବେଳେ କ'ଣ ଫୋନ୍ କରୁଛୁ? ଆଜି ନିଶ୍ଚିନ୍ତ ଅଫିସ ପାଇଁ ତରବର ନଥିବ। ଏ ବର୍ଷାରେ ଛୁଟିରେ ରହିଛୁ ନା ଆଜି? ଏପଟୁ ପଚାରିଥିଲି ମୁଁ। ବର୍ଷା ଯେମିତି ଢାଳୁଛି ସେଥିରେ କୋଉ ଅଫିସ ଯିବାକୁ ମନ ହେଉଛି, କିନ୍ତୁ ଯିବାକୁ ତ ପଡ଼ିବ। ବର୍ଷା ଟିକିଏ କମିଯାଉ, ଦେଖିବି, ନହେଲେ ଡେରି କରି ଯିବି। ତୁ କ'ଣ କରୁଛୁ ସକାଳୁ? ବର୍ଷାକୁ ଦେଖି ଗପ ଗୀତ କ'ଣ ଭାବିଲୁଣି? ନା କିଛି କରୁନି। ଆଜି ଟିକେ ଡେରିରେ ନିଦ ଭାଙ୍ଗିଲା। ଉଠିବା ପରଠୁ ଆସି ଝରକା ପାଖରେ ବସି ବର୍ଷା ଦେଖୁଥିଲି ଖାଲି। ଏବେ ଦାନ୍ତ ଘଷୁଛି। ଏ ବର୍ଷାଟା ଯାହା ହୋଇଛି, ରାତିରୁ ଲଗେଇ ରଖିଛି ଯେ ରଖିଛି। ସିଏ ପୁଣି ଆଗରୁ ଯାହା ଟିକେ ଅଳ୍ପ ଅଳ୍ପ ହେଉଥିଲା, ଏବେକୁ ତ ବେଶୀ ବଢ଼ିଗଲାଣି ବର୍ଷାର ପରିମାଣ। ସକାଳୁ ସକାଳୁ ବର୍ଷାକୁ ଦେଖି କ'ଣ ମନ ହେଉଛି କହିଲୁ ଦେଖି? ମନ ଆଉ କ'ଣ, ସକାଳୁ 2 ଥର ଚା ପିଇ ସାରିଲେଣି। ଏବେ ପୁଣି ଥରେ ଟିକେ ଚା କରି ଅଦା ଗୋଲମରିଚ ଗୁଜୁରାତି ପକେଇ ଆଉ ଥରେ ଚା ପିଉଥିଲି ବସି। ଭାବିଲି ତୋ ସାଙ୍ଗରେ କଥା ହୁଏ। ମୋର କିନ୍ତୁ ଭାରି ମନ ହେଉଛି ବାହାରକୁ ଯାଇ ବର୍ଷାରେ ଭିଜିବା ପାଇଁ। କ'ଣ ସକାଳୁ ଯାଇ ବର୍ଷାରେ ଭିଜିବୁ କହୁଛୁ? କେତେ ମଜା ଲାଗିବ କହିଲୁ? ତୁ ଗୋଟେ କାମ କର, ତୁ ତମ ଘରୁ ଭିଜି ଭିଜି ବାହାରି ଆ, ମୁଁ ଆମ ଘରୁ ଭିଜି ଭିଜି ବାହାରି ଯାଉଛି। ବାଟରେ ଗୋଟେ ଜାଗାରେ ଭେଟାଭେଟି ହୋଇ ପୁଣି ଭିଜି ଭିଜି ଫେରିବା। କ'ଣ କହୁଛୁ ତୁ? ତୋର ମୁଣ୍ଡ ଖରାପ ହେଲାଣି ନା କ'ଣ? ତୋ ବଡ଼ ଦିଦି ପରା ଆସିକି ଅଛନ୍ତି ତୋ ପାଖରେ। ମୁଁ ତାଙ୍କୁ ଫୋନ୍ କରୁଛି। ଏବେ ତୁ କେମିତି ବର୍ଷାରେ ଭିଜିବୁ କହୁଛୁ? ତାଙ୍କୁ ଆଗେ କୁହେ। ସତରେ କହିଲୁ, ତୋର କ'ଣ ବର୍ଷାରେ ଭିଜିବାକୁ ମନ ହେଉନି? ବୟସ କଥା ଭାବୁଛୁ? ସ୍କୁଲ ବୟସ, କଲେଜ ବୟସ ଛାଡ଼ି ଆସିବାର ବହୁତ ବର୍ଷ ବିତିଗଲାଣି ସତ, କିନ୍ତୁ ସେଇ ମନୋଭାବଟା କ'ଣ ଏବେ ବି ଆମ ମନ ଭିତରକୁ ପଶି ଆସେନି ବେଳେ ବେଳେ? ତୁ ଯାହା କହୁଛୁ ଠିକ୍ ଯେ, ତୋ କଥା ଶୁଣି ମୋର ବି ମନ ହେଲାଣି ତୋ ସହିତ ବର୍ଷାରେ ଭିଜିବା ପାଇଁ। କିନ୍ତୁ ଏ ସମୟରେ ଯାଇ ରାସ୍ତାରେ ବର୍ଷାରେ ଭିଜିଲେ ଲୋକ କ'ଣ କହିବେ କହିଲୁ? ହଉ ଆଜିର ବର୍ଷାରେ ଭିଜିବା ପ୍ରୋଗ୍ରାମଟା ଆଉ ଦିନକୁ ରଖିବା। କେତେବେଳେ ଗୋଟେ ଅଜଣା ଅଚିହ୍ନା ଜାଗାକୁ ବୁଲିଯାଇ ସେଠି ଭିଜିବା। କେହି ଚିହ୍ନି ନଥିବେ କି କେହି କହିବାକୁ ନଥିବେ। ଆଉ କ'ଣ କହ? ଆମେ ପିଲାଦିନେ ଗାଁ ଦାଣ୍ଡରେ ଚାଳ ତଳ ଦେଇ ବୋହି ଯାଉଥିବା ବର୍ଷା ପାଣିରେ ଭିଜି ଭିଜି କେତେ କାଗଜ ଡଙ୍ଗା ଭସାଉଥିଲୁ। ସେ ସବୁ ମନେ ପଡ଼ୁଛି ମୋର। ତୋର ମନେ ଅଛି ଆମେ କେମିତି ଥରେ ଆମ ଗାଡ଼ି ଛାଡ଼ି ଦେଇ ମେଫେୟାର ଫାଟକକୁ ଭିଜି ଭିଜି ଆସୁଥିଲେ? ବାଟରେ କେତେ ଲୋକ ଗାଡ଼ିରେ ବସିବା ପାଇଁ ପଚାରୁଥିଲେ ଆମକୁ, ମନେ ଅଛି? ଆହୁରି ବି ମନେ ଅଛି ସେଥର ବର୍ଷାରେ ସମୁଦ୍ରରେ ଢେଉ ଭାଙ୍ଗୁ ଭାଙ୍ଗୁ ଆମେ କେମିତି ଭାସି ଯାଉ ଯାଉ ଅଳ୍ପକେ ବର୍ତ୍ତି ଯାଇଥିଲେ। ବର୍ଷା ଭିଜା ଅନୁଭୂତି ସବୁକୁ ନେଇ ଲମ୍ବି ଚାଲିଥିଲା କଲ୍ୟାଣୀର ମୋର କଥାବାର୍ତ୍ତା। ଦିଦି ଚା
ଚା ଆଣି ଟେବୁଲ ଉପରେ ରଖିଥିଲା ସୁକେଶୀ। କିଲୋ ସେତେବେଳୁ ଯାଇ ଏବେ ଚା ନେଇ ଆସୁଛୁ? ପଚାରିଥିଲି ସୁକେଶୀକୁ। ତଳେ ପରା ବଡ଼ ଦିଦିଙ୍କ ସାଙ୍ଗରେ ପାଣି ଦେଖୁଥିଲି କହିଥିଲା ସୁକେଶୀ। ପାଣି କ'ଣ ଦେଖୁଥିଲୁ ମ? କେଉଁଠୁ ଦେଖୁଥିଲୁ ପାଣି? ରାସ୍ତାରେ ଏତେ ଜୋରେ ପାଣିର ସୁଅ ଛୁଟିଛି ଦିଦି, ଦେଖିଲେ ମଜା ଲାଗୁଛି, ଡର ବି ଲାଗୁଛି। ଆଲୋ ଫୋନରେ ସେତିକି ଗପିଥା, ଇଆଡ଼େ ଆ, ଦେଖିବୁ ମେଘ କେମିତି ବେଶୀ ବେଶୀ ହେଲାଣି। ତୋ ଘର ସାମ୍ନା ରାସ୍ତାରେ କେତେ ଜୋରେ ପାଣି ଚାଲିଲାଣି। ବଡ଼ ଦିଦି ତରବର ହୋଇ ତଳୁ ଉପରକୁ ଉଠି ଆସିଥିଲେ। ବଡ଼ ଦିଦି, ଏଇଠି ଝରକା ପାଖକୁ ଦେଖନ୍ତୁ ପାଣି, ଉପରୁ ଭଲରେ ଦେଖାଯିବ, ଝରକା ପାଖରେ ଠିଆ ହୋଇ କହିଥିଲା ସୁକେଶୀ। ହଉ କଲ୍ୟାଣୀ, ତତେ ପରେ ଫୋନ୍ କରୁଛି। ଫୋନ୍ ରଖିଥିଲି ମୁଁ। ଏ ବର୍ଷା ତ କମିବାର ନାଁ ନଉନି, ବରଂ ବେଳକୁ ବେଳ ବେଶୀ ବଢ଼ୁଛି। ଝରକା ପାଖକୁ ଆସି ଦେଖେ ରାସ୍ତାରେ କେମିତି ପାଣି ଜମିଲାଣି। ଦିଦି କହିଥିଲେ ମୋତେ, ବର୍ଷାକୁ ଦେଖି ତମର ଡର ମାଡ଼ିଲା ନା କ'ଣ, ସେଥିପାଇଁ ଏମିତି ଧଇଁ ସଇଁ ହୋଇ ଉପର ଘରକୁ ଚାଲି ଆସିଛ। ହସି ହସି କହିଥିଲି ମୋ ଦିଦିଙ୍କୁ। ପାଣି ଦେଖିବାକୁ ଆସିଲି ପରା। ତଳ ଝରକାରୁ କ'ଣ ଏତେ ଭଲରେ ଦେଖି ହେଉଛି କେତେ ପାଣି ହେଲା ରାସ୍ତାରେ? ବାହାରକୁ ବାହାରି ଦେଖିଲେ ତ ଓଦା ହୋଇଯିବି। ସେଥିପାଇଁ ସୁକେଶୀ ଡାକି ନେଇ ଆସିଛି ଉପର ଘର ଝରକାରୁ ପାଣି ଦେଖିବା ପାଇଁ। ରାସ୍ତା ଉପର ପାଣି ଦେଖିବା ପାଇଁ ଏତେ ବ୍ୟସ୍ତ କାହିଁକି? ଏତେ ଜୋରେ ବର୍ଷା ହେଉଛି ଯେତେବେଳେ ପାଣି ତ ଚାଲିବ ରାସ୍ତାରେ, ସେଥିରେ ବ୍ୟସ୍ତ ହେବାର କ'ଣ ଅଛି? ହେଇ ଦେଖୁଛୁ, ଏଇଠି ଆମେ କଥା ହେବା ଭିତରେ ଏତିକି ସମୟରେ ରାସ୍ତାରେ କେତେ ପାଣି ବଢ଼ିଗଲାଣି। ରାସ୍ତାକୁ ଚାହିଁ ପୁଣି କହିଥିଲେ ଦିଦି। ହଉ, ତମେ କାହିଁକି ଏତେ ଛାନିଆ ହେଉଛ? ବର୍ଷା ନ ଛାଡ଼ିବା ଯାକେ ରାସ୍ତାରେ ସେମିତି ପାଣି ବଢ଼ୁଥିବ, ପୁଣି ବର୍ଷା କମିଗଲେ ପାଣି ତା ବାଟରେ ଚାଲିଯିବ। ବର୍ଷା ଛାଡ଼ିଲେ ସିନା ପାଣି ତା ବାଟରେ ଚାଲିଯିବ, କିନ୍ତୁ ପାଣି ଯେଉଁଭଳି ଭାବରେ ରାସ୍ତାରେ ବଢ଼ି ବଢ଼ି ଚାଲିଛି, କିଏ ଜାଣିଛି ଆଉ ଟିକକକୁ କ'ଣ ହେବ? ରାସ୍ତାରେ ଏଗୁଡ଼ା ଖାଲି ଚାଲୁଛି ନାଳ ନର୍ଦ୍ଦମା ପାଣି। ଏତେ ବର୍ଷା ହେଲାଣି ପାଣି ଯିବାକୁ ବାଟ ପାଉନାହିଁ, ନାଳ ସବୁ ଭରି ହୋଇଗଲାଣି। ସେଥିପାଇଁ ରାସ୍ତାରେ ଏତେ ଉଚ୍ଚରେ ପାଣି ଚାଲିଲାଣି। ଇଏ ପାଣି ଯେମିତି ବଢ଼ି ବଢ଼ି ଚାଲିଛି, ଘରେ ପଶିବ କି କ'ଣ କେଜାଣି? ଘରେ କାହିଁ ପଶିବ ଯେ? ତୁମେ ଜାଣିନ କି ଇଏ ପରା ଭୁବନେଶ୍ୱର ସ୍ମାର୍ଟ ସିଟି ପ୍ରତିଯୋଗିତାରେ କେତେ କେତେ ସହରକୁ ପଛରେ ପକାଇ ଆମ ଭୁବନେଶ୍ୱର ହେଇଛି ସ୍ମାର୍ଟ ସିଟି। ଏଠି ସବୁ ଜିନିଷ ଭଲ। ବର୍ଷା ପାଣି ଜମା ଜମି ରହେ ନାହିଁ ଭୁବନେଶ୍ୱରରେ, ସେସବୁ ନାଳକୁ ଚାଲିଯାଏ। ସେଥିରେ ପୁଣି ତମେ କହୁଛ ବର୍ଷା ପାଣି ନାଳ ବାଟେ ଯାଇ ନ ପାରି ଘର ଭିତରକୁ ପଶି ଆସିବ। ଟିକିଏ ରାସ୍ତା ଆଡ଼କୁ ଦେଖି କଥା କହ ମ। ରାସ୍ତାକୁ କ'ଣ ଦେଖିବି? ଏଇଟା କ'ଣ କଟକ ସହର ହେଇଛି? ନାଳ ନର୍ଦ୍ଦମା ପାଣି ଘରେ ପଶିଯିବ? ଇଏ ଭୁବନେଶ୍ୱର, ଆମ ସ୍ମାର୍ଟ ସିଟି। କେଉଁ ତଳ ଅଞ୍ଚଳରେ ଟିକିଏ ପାଣି ପଶିଲେ ପଶୁଥିବ ପଛେ, ଆଉ କେଉଁଠି କିଛି ହବାର ନାହିଁ। ତୁ ଯାହା କହୁଛୁ ଠିକ୍ ଯେ କିଛି ନହେଲେ ଭଲ, କିନ୍ତୁ ମୋତେ ତ କାହିଁ ସେମିତି ଲାଗୁନାହିଁ। ଦିଦି, ମୁଁ ଛାତ ଉପରକୁ ଯାଇଥିଲି, ଦେଖି ଆସିଲି ସେପଟେ ଯେଉଁମାନଙ୍କର ଘର ସେମାନଙ୍କ ଘରେ ସବୁ ପାଣି ପଶିଲାଣି। ଆପଣ ଯାଉନାହାନ୍ତି ଦେଖି ଆସିବେ? ସେପଟେ ପିଲାମାନେ କେମିତି ପାଟି କରୁଛନ୍ତି। କହୁ କହୁ ଧଇଁ ସଇଁ ହୋଇ ଯାଉଥିଲା ସୁକେଶୀ। ପାଣିର ସୁଅ କେତେ ପ୍ରଖର ଦେଖୁଛୁ, ଲାଗୁଛି ଯେମିତି ନଈ ବଢ଼ି। କେତେ ଜିନିଷ ସେ ପାଣିରେ ସବୁ ଭାସୁଛି ଦେଖ ମ। ପାଣିକୁ ଚାହିଁ କହିଥିଲେ ଦିଦି। ଏପଟକୁ ଚାହିଁ ଦେଖନ୍ତୁ ବଡ଼ ଦିଦି, କାହାର ସବୁ ଚଟି ଭାସି ଯାଉଛି। ହଇଲୋ, ସେ ଚଟିଟା ଆଉ ମୋର ନୁହେଁ ତ? ମୋତେ ତ ସେମିତି ଦେଖାଯାଉଛି। ଚାଲିଲୁ ଯିବା ତଳକୁ, ଦେଖିବା କ'ଣ ହେଇଛି। ଉପରେ ପାଣି ଦେଖା ସେତିକି ଥାଉ, ତଳେ କ'ଣ ହେଲା ଦେଖିବା ଚାଲ। ତଳକୁ ଯିବା ପାଇଁ ଛିଡ଼ା ହୋଇଥିଲେ ଦିଦି। ହଉ, କେଉଁଠି କ'ଣ ହେଉଥିବ, ତୁ ଯା ତୋର କାମ କରିବୁ। ସକାଳୁ ସକାଳୁ ବର୍ଷାକୁ ଦେଖି ଏତେ ବଢ଼ିଆ ମୁଡ଼୍ଟା ହୋଇଥିଲା, ସବୁ ନଷ୍ଟ କରିଦେଲ ତମେ ଦି ଜଣ ଯାକ। ସାମାନ୍ୟ ବିରକ୍ତ ହୋଇ କହିଥିଲି ସୁକେଶୀକୁ। ମ୍ୟାଡ଼ାମ ଶୀଘ୍ର ତଳକୁ ଆସନ୍ତୁ, ଘରେ ପାଣି ପଶିଗଲାଣି। ତଳୁ ସିକ୍ୟୁରିଟି ପିଲାଟାର ପାଟି ଶୁଭିଥିଲା। ହେଇଟି ଦେଖିଲୁ, ମୁଁ ସେତେବେଳକୁ କହୁଛି, ତୁ କ'ଣ ଶୁଣୁଛୁ? ବ୍ୟସ୍ତ ହେଇ କହିଥିଲେ ଦିଦି। ତରବର ହେଇ ତଳକୁ ଧାଇଁଥିଲୁ ସମସ୍ତେ। ଆଶ୍ଚର୍ଯ୍ୟ ହେଇଯାଇଥିଲି ମୁଁ ତଳର ଅବସ୍ଥା ଦେଖି। ଭୁସ୍ ଭୁସ୍ ହେଇ ପାଣିଗୁଡ଼ା ପଶି ଆସୁଥିଲା ଘର ଭିତରକୁ। ଉଭୟ ବାଡ଼ି ଦୁଆର, ଦାଣ୍ଡ ଦୁଆର ଦେଇ ଘରକୁ ଲାଗିଥିବା ଅଫିସର ତଳ ମହଲାରେ ପଶି ସାରିଥିଲା ଅଣ୍ଟାଏ ଉପରକୁ ପାଣି। କାବା ହେଇ ଠିଆ ହୋଇଥିଲି ମୁଁ। ଭାବି ପାରୁନଥିଲି କ'ଣ କରିବି। ଜାଣିପାରୁନଥିଲି ଉପରକୁ ଫେରିଯିବି କି ବାହାରକୁ ଯାଇ ପାଣି ଦେଖିବି। ଜୀବନରେ ଆଜି ପର୍ଯ୍ୟନ୍ତ କେତେ ନଈବଢ଼ି କଥା ଶୁଣିଥିଲି, ସେ ସବୁର ଦୃଶ୍ୟ ଟିଭି ପରଦାରେ ବି ଦେଖିଥିଲି। କଟକରେ ସ୍କୁଲରେ ପଢ଼ିଲା ବେଳେ ଯାଇଥିଲି ନଈବଢ଼ି ଦେଖିବାକୁ। କେତେ କାହା ଘରେ ପାଣି ପଶିଥିବାର
ମଧ୍ୟ ଟିଭି ପରଦାରେ ଦେଖିଛି, କିନ୍ତୁ ମୋ ନିଜର ଏଭଳିଆ ଅନୁଭୂତି କେବେ ହେବାର ମନେ ପକାଇ ପାରୁନଥିଲି। ବାହାର ଅଗଣାକୁ ଚାହିଁ ଦେଖୁଥିଲି। ସକାଳେ କଳ ପାଖରେ ଥୁଆ ହୋଇ ରଖା ହୋଇଥିବା ବାସନ ସବୁ ଗୋଟି ଗୋଟି ହୋଇ ଭାସୁଥିଲେ ସାରା ଅଗଣାରେ, ପୁଣି ଭାସି ଭାସି ଚାଲି ଯାଉଥିଲେ ଗେଟ୍ ପାଖକୁ। ଦିଦି, ବାସନ ଭାସିଗଲା। ପାଣି ଭିତରେ ପଶି ଧାଇଁ ଧାଇଁ ବାସନ ସବୁ ଗୋଟାଇ ଆଣି ରଖୁଥିଲା ସୁକେଶୀ। ଦେଖିଲୁ କ'ଣ କହୁଥିଲି ସେତେବେଳୁ, ପାଣି ପଶିବଣି ଦେଖିବା ଚାଲେ। ଶୁଣୁ ନଥିଲୁ? ଉପରୁ ଥାଇ ଯେଉଁ ଚଟି ଭାସିଥିବାର ଦେଖିଥିଲୁ, ସେଗୁଡ଼ା ନିଶ୍ଚିନ୍ତ ଆମରି ଚଟି ହୋଇଥିବ। ଘରେ ଯେତେବେଳେ ଏତେ ପାଣି ପଶି ସାରିଲାଣି, ତଳେ ଯାହା ଥିଲା ସବୁ ଭାସିଲାଣି, ସେଥିରେ ଆଉ ଚଟି କେଉଁଠି ଥିବ? ବ୍ୟସ୍ତ ହେଇ ପଡ଼ୁଥିଲେ ଦିଦି। ପାଣି ମାଡ଼ି ଚାଲିଥିଲା ରୋଷେଇ ଘରକୁ, ଡ୍ରଇଂ ରୁମ୍କୁ, ଶୋଇବା ଘରକୁ, ଖାଇବା ଜାଗାକୁ, ଷ୍ଟୋର ରୁମ୍କୁ, ଗାଧୁଆ ଘରକୁ, ଏମିତି ଏମିତି ସବୁ ଆଡ଼କୁ। କ'ଣ କରିବୁ? କେଉଁଟା ଆଗେ ଉଠେଇବୁ, କେଉଁଟା ପଛେ ଉଠେଇବୁ, କିଛି ଚିନ୍ତା କରି ଯାଇ ପାରୁନଥିଲା। ଯିଏ ଯାହା ପାରୁଥିଲେ ଉଠାଉଠି କରି ଉଚ୍ଚ ଜାଗାକୁ ରଖି ଚାଲିଥିଲେ। ମନେ ମନେ ଭାବି ଚାଲିଥିଲି, ଓଡ଼ିଶାର ରାଜଧାନୀ, ଦେଶର 1 ନମ୍ବର ସ୍ମାର୍ଟ ସିଟିରେ ଆମ ଘର, କିନ୍ତୁ ଇଏ କି ଅବସ୍ଥା? କୌଣସି ମତେ କାନ୍ଥ ବାଡ଼ ଧରି ଧରି ଗେଟ୍ ବାହାରକୁ ଯାଇ ଚାହିଁଥିଲି ଚାରିଆଡ଼କୁ। ଚାରିଆଡ଼େ ଖାଲି ପାଣି ଆଉ ପାଣି। କାହାରି କାହାରି ଘର ବାହାରିବା ଅବସ୍ଥାରେ ନଥିଲେ। 3 ଭାଗ ଲୋକଙ୍କ ଘର ପାଚେରୀ ଭାଙ୍ଗି ପଡ଼ିଥିଲା। ଯେଉଁମାନଙ୍କର ତଳ ଉପର ଘର, ସେମାନେ ସବୁ ଯାଇ ବାଲକୋନିରେ ଛିଡ଼ା ହୋଇ ବାହାରକୁ ଚାହିଁଥିଲେ। ଆଉ ଯେଉଁମାନଙ୍କର କେବଳ ତଳ ଘର, ହୋ ହାଲ୍ଲା କରି ପାଟି କରି ଚାଲିଥିଲେ। ଚାହିଁଥିଲି ପଡ଼ିଶା ଘର ଲନ୍କୁ। ଅଣ୍ଟାଇ ଉପରକୁ ପାଣି। ଅଧା ନୋଇଁବା ଅବସ୍ଥାରେ ଛିଡ଼ା ହୋଇ ରହିଥିଲେ ବରଗଛ ଗୁଡ଼ିକ। କିଛି ସମୟ ତଳେ ବର୍ଷା ସହିତ ଖେଳୁଥିବା ଛୋଟ ଫୁଲ ଗଛ ଗୁଡ଼ିକର ଅବସ୍ଥା ଯେ କ'ଣ ହୋଇଥିବ, ସେକଥା ବୁଝି ଯାଇଥିଲି ମୁଁ। ରାସ୍ତାରେ ପାଣିର ସୁଅ ଏତେ ପ୍ରଖର ଥିଲା ଯେ ଲାଗୁଥିଲା ସୁଅ ମୁହଁରେ ଯିଏ ବି ପଡ଼ିବ ମୁହୂର୍ତ୍ତକରେ ଭାସି ଚାଲିଯିବ କେଉଁଆଡ଼େ। ଭୟରେ ପାଣି ଭିତରେ ଧୀରେ ଧୀରେ ପାଦ ଚାପି ଚାପି ଘର ଭିତରକୁ ଫେରି ଆସୁ ଆସୁ ମନେ ପଡ଼ିଥିଲା, ସ୍ଥାନୀୟ କର୍ପୋରେଟରଙ୍କୁ ଟିକିଏ ଫୋନ୍ କଲେ କେମିତି ହୁଅନ୍ତା। ଆଜ୍ଞା ନମସ୍କାର। ଭାରି ଦୁଃଖର ସହିତ ଫୋନ୍ କରୁଥିଲି। ସ୍ମାର୍ଟ ସିଟିର ଇଏ କି ଅବସ୍ଥା? ରାସ୍ତା ବୁଡ଼ି ଘରେ ମୋର ଆଣ୍ଠୁଏ ଉପରକୁ ପାଣି ହୋଇଗଲାଣି। ପାଣିର ସୁଅ ଏଇଭଳି ରହିଲେ ଆଉ ଟିକକକୁ ଆଉ କ'ଣ ହେବ କେଜାଣି। ନମସ୍କାର ଆଜ୍ଞା। ମୋ ଅବସ୍ଥା କଥା କ'ଣ କହିବି ଆଉ। ମୋ ଘରେ ବି ଆଣ୍ଠୁଏ ଉପରକୁ ପାଣି। ଆପଣଙ୍କର ହେଲେ ଖାଲି ବର୍ଷା ପାଣି ହୋଇଥିବ। ମୋ ଘରେ କିନ୍ତୁ ବର୍ଷା ପାଣି ସହିତ ସ୍ୱେରେଜ୍ର ଗନ୍ଧିଆ ପାଣି ଭର୍ତ୍ତି। ସକାଳ ପହରୁ ସାରା ପରିବାର ଖଟ ଉପରେ ଜାକିଜୁକି ହୋଇ ବସି ରହିଛୁ। ଖଟରୁ ତଳକୁ ଓହ୍ଲେଇବା ଅବସ୍ଥାରେ ନୋହୁଁ ଆମେ। ତାହେଲେ ସମାଧାନର କୌଣସି ପନ୍ଥା ହିଁ ନାହିଁ। ଘରେ ସେମିତି ପାଣି ପଶୁଥିବ। ନଈ କୂଳରେ ନଥିଲେ ବି ଆମେ ବନ୍ୟା ଘେରରେ ରହିଲା ଭଳି ରହିଥିବୁ। ମୋ ଘର କଡ଼ରେ ଏଭଳି ଭାବେ ନାଳକୁ ନେଇଛନ୍ତି ଯେ ସେଥିରେ ଜମା ପାଣି ଯାଉନି। ଆଉ 2 ହାତ ଗହୀରିଆ କରି ନାଳଟା ଖୋଳିଥିଲେ ହୋଇନଥାନ୍ତା? ବର୍ଷା ଟିକେ ଛାଡ଼ିଗଲେ ଯାଇ ସବୁ ଦେଖି ଆସିବୁ। ଏବେ ଆମେ କିଛି କରିବା ଅବସ୍ଥାରେ ନାହୁଁ। ତା ଛଡ଼ା ଖାଲି କ'ଣ ଆମେ ଦେଖିଲେ ସବୁ ସମସ୍ୟାର ସମାଧାନ ହୋଇଯିବ? ଲୋକମାନେ ତ କିଛି ମାନିବେନି। ମନ ଇଚ୍ଛା ଜାଗା ସବୁ ମାଡ଼ି ମାଡ଼ି ଘର କରିବେ। ପାଣି ଯିବ କୁଆଡ଼େ? ସେଥିରେ ନାଳ ଜାମ୍ ହେଲେ ଆମେ ବି କ'ଣ କରିପାରିବୁ? ଖାଲି କ'ଣ ନାଳ ଗହୀରିଆ କରିଦେଲେ କ'ଣ ହେବ? ସମସ୍ତେ ସିନା ଟିକେ ନିୟମ କାନୁନ ମାନି ଚଳିଲେ ହୁଅନ୍ତା। ଫୋନ୍ କଟି ଯାଇଥିଲା। ଅବଶ୍ୟ ଏତେ ବର୍ଷାରେ ବେଶୀ ସମୟ କାହା ସହିତ କଥା ହେବା ସମ୍ଭବପର ନଥିଲା। ନେଟୱାର୍କ ପ୍ରୋବ୍ଲେମ ବି ଭୀଷଣ। କ'ଣ କାହାକୁ ଫୋନ୍ କରୁଥିଲୁ? ଦିଦି ପଚାରିଲେ। କର୍ପୋରେଟରଙ୍କୁ। କ'ଣ କହୁଥିଲେ ସେ? କହିଲେ ତାଙ୍କ ଘରେ ବି ଆଣ୍ଠୁଏ ଉପରକୁ ପାଣି। ଚୁପ୍ ହୋଇ ବସିଛନ୍ତି ସିଏ। ତାଙ୍କୁ କିଛି କହି ଲାଭ ବା କ'ଣ? ଆରଥର ତୋ ଘରକୁ ଆସିଥିଲା ବେଳେ ସାମ୍ନାରେ ଏ ରାସ୍ତାଟା ତିଆରି ଚାଲିଥିଲା, କିନ୍ତୁ କ'ଣ ଲାଭ? ଯେଉଁଭଳି ଭାବରେ ସେ ରାସ୍ତା ତିଆରି ହେଲା, ଏଥର ଆଇଲା ବେଳକୁ ରାସ୍ତା ମଝିରୁ ଭାଙ୍ଗି ରାସ୍ତା ପୁଣି ଆବୁଡ଼ା ଖାବୁଡ଼ା। କେଇଦିନ ଗଲା? 2 ମାସ ବି ହେଇନି ଆହୁରି। ଆମ ଗାଁରେ ହେଲେ ୟାଠୁ ଭଲ କାମ ହେଇଛି। ଢଳେଇ ରାସ୍ତା କହିଲେ ପ୍ରକୃତ ଅର୍ଥରେ ଢଳେଇ ରାସ୍ତା, କିନ୍ତୁ ଏଠି ଇଏ କ'ଣ? ପୁଣି ଯେଉଁ ନାଳ ସବୁ ଖୋଳା ହୋଇଛି, ସେସବୁକୁ ସିନା ଟିକେ ଗହୀରିଆ କରି ଖୋଳିଥିଲେ ହୋଇଥାନ୍ତା, କିନ୍ତୁ ଏଠି ତ ସେକଥା ନାହିଁ। ଯେତିକି କାମ ସେମାନଙ୍କୁ ସୁହେଇଲା ସେତିକି କରିଦେଲେ ସେମାନେ। ଏ ପୂରା ବ୍ୟବସ୍ଥା ସେଇଆ। କଥାରେ ଅଛି, କାହାକୁ କହିବା କପାଳରେ ସିନା କର ମରିବା। ବର୍ଷା ବଢ଼ୁଥିଲା, ଘରେ ପାଣି ବଢ଼ୁଥିଲା। ବ୍ୟସ୍ତ ହେଇ ଫୋନ୍ କରିଥିଲି ଭାଇକୁ। ହ୍ୟାଲୋ, ମୋ ଘରେ ପାଣି ପଶିଯାଇଛି ଏ ବର୍ଷାରେ। ପାଣି ପଶିଗଲା? କେମିତି? ବର୍ଷା ପାଣି, ନାଳ ପାଣି, ତା ସହିତ ମେଞ୍ଚା ମେଞ୍ଚା ପଟୁମାଟି। ଘରଟା ସାରା। କେତେ ଉଚ୍ଚରେ ପାଣି ପଶିଛି?
ଏଇ ତୋ ସହିତ କଥା ହେବା ଭିତରେ ପାଣି ଯାଇ ଠାକୁରଙ୍କ ବିମାନ ଛୁଇଁଲାଣି। ଠାକୁରଙ୍କୁ ଶୀଘ୍ର ଉପର ଘରକୁ ନେଇଯା। ଏପଟେ ମା'ର ଖଟ ଅଧାଯାକ ପାଣି ହୋଇଗଲାଣି ଯେ। ଖଟ ତ ଯାହା ହେବ ହେବ, କିନ୍ତୁ ମା' ଶୋଇଥିବା ଗଦିଟା ଭିଜିଗଲେ ପୂରା ନଷ୍ଟ ହୋଇଯିବ ଯେ। ଠାକୁରଙ୍କ ଫଟୋ ସବୁ ସିନା ଟେକି ନେଇଯିବୁ ଉପର ଘରକୁ, ମା'ର ଏଡ଼େ ବଡ଼ ଗଦି କ'ଣ କରିପାରିବୁ? ଭିଜିଲେ ଭିଜିବ। ତମେ ସମସ୍ତେ ଉପରକୁ ଚାଲିଯାଅ। ତୁ ଆଉ କିଛି ବ୍ୟବସ୍ଥା ହେଲେ ଟିକେ କର। କାହାକୁ ଟିକେ ପଠେଇଲେ ମା'ର ଗଦିଟା ହେଲେ ଧରି ଉଠେଇ ଦିଅନ୍ତୁ। କିଏ କେମିତି ଆସିପାରିବ ଏ ପାଣି ସୁଅରେ ଯେ ତୁ ତାକୁ କହୁଛୁ କାହାକୁ ପଠେଇବା ପାଇଁ? ଏବେ ତ ଯିଏ ଆସିବ ସିଏ ଭାସିବ ସିଧା। ମଝିରୁ ଦିଦି କହିଲେ, ଇଏ ତ ପୂରା ବନ୍ୟା। ନା କେହି ଆସିପାରିବେ ନା କେହି କୁଆଡ଼େ ଯାଇପାରିବେ। ପାଣି ସେମିତି ବଢ଼ୁଥିବ, ଜିନିଷପତ୍ର ସେମିତି ଭାସୁଥିବ, ଆମେ ସେମିତି ବସି ଦେଖୁଥିବୁ। ହଁ ସେଇଆ, କିଛି ବି କରିବାର ନାହିଁ। ଟିଭିରେ ଦେଖଉଛି ଦେଖୁନୁ, ସାରା ଭୁବନେଶ୍ୱର 3 ଭାଗ ଏ ବନ୍ୟାରେ ବୁଡ଼ିଗଲାଣି। ଉପର ଘରକୁ ପଳା, ତଳେ ଯାହା ଭାସୁଛି ଭାସୁ। ବର୍ଷା ଛାଡ଼ିଲେ ପାଣି କମିଲେ ଯାଇ ଦେଖିବା। ଯଦି ପାଣି ଏମିତି ବଢ଼ି ବଢ଼ି ପୂରା ତଳଘର ବୁଡ଼ିଯିବ, ତାହେଲେ ଆମେ କ'ଣ କରିବୁ? ଖାଇବୁ କ'ଣ? ଆମକୁ ଖାଇବାର କିଏ ଆଣିଦେବ? ପାଣି ନ ଛାଡ଼ିଲେ ଆମକୁ ତ ଉପାସ ରହିବାକୁ ପଡ଼ିବ। ଆଲୋ ଫୋନ୍ ରଖ, ପରେ କଥା ହେବୁ। ଆଗେ ଯାଇ ଠାକୁରମାନଙ୍କୁ ଉଠା, ଦିଦି କହିଥିଲେ। ଫୋନ୍ କାଟିଦେଇ ଦୌଡ଼ି ଯାଇଥିଲି ଠାକୁର ଘରକୁ। ଠାକୁରମାନଙ୍କୁ ଉପର ଥାକକୁ ଉଠେଇ ରଖୁ ରଖୁ ମନ ଦୁଃଖରେ କହିଥିଲି, ପ୍ରଭୁ ଯେତିକି ଉପରକୁ ଉଠେଇବା କଥା ଉଠେଇ ଦେଲି। ଆଉ ଉପରକୁ ଯଦି ପାଣି ମାଡ଼ିବ ତାହେଲେ ତମ କଥା ତମେ ବୁଝିବ। କାହିଁକିନା ପାଣି ବଢ଼ିଗଲେ ତମମାନଙ୍କୁ ସିନା ଉପର ଘର ଯାଇ ଟେକି ନେଇଯିବି, କିନ୍ତୁ ଏଠି ଯେଉଁ ମୋ ମା'ର ଖଟ ଗଦି ସବୁ ଭିଜିଯିବ, ତାକୁ ଟେକିକି କୁଆଡ଼େ ନେଇପାରିବି? ଘରେ ଯେତିକି ଜଣ ଥିଲୁ ବହୁ କଷ୍ଟରେ ସୋଫାର ଗଦି, ଚେୟାର ଆଦି ଟେକାଟେକି କରି ଉପରକୁ ଉଠେଇ ଚାଲିଥିଲୁ। କିନ୍ତୁ ସବୁ ଭିତରେ ଉଠା ହୋଇ ପାରୁନଥିଲା ମା' ଶୋଉଥିବା ବଡ଼ ଗଦିଟି, କି ଘୁଞ୍ଚା ହେଇ ପାରୁନଥିଲା ତା'ର ଭାରୀ ଖଟଟି। ଘରସାରା ଭରି ହେଇ ରହିଥିଲା ଗନ୍ଧିଆ ପାଣି, କିନ୍ତୁ ଉପର ଘରେ ଆସି ସ୍ଥିର ହେଇ ବସି ହେଉନଥିଲା। ଲାଗୁଥିଲା ଯେମିତି ଟିକିଏ ଛାଡ଼ିକି ଚାଲିଗଲେ ସବୁକିଛି ଭାସି ଚାଲିଯିବ। ମନେ ପଡ଼ୁଥିଲା ମୋର, ଯେତେବେଳେ ବନ୍ୟା ଆସିବାର ଥାଏ, କେତେଥର ଗାଡ଼ି ବୁଲି ବୁଲି ପ୍ରଚାର କରି କହୁଥାଏ ଲୋକମାନଙ୍କୁ ଘର ଛାଡ଼ି ଚାଲିଯିବା ପାଇଁ। ସେତେବେଳେ ମୋ ମା'କୁ କହୁଥିଲି, ଏତେଥର ଲୋକଙ୍କୁ କହିବାକୁ କ'ଣ ପଡ଼ୁଛି? ଟିଭି ରେଡ଼ିଓରୁ ଶୁଣିଲେ ବନ୍ୟା ଆସୁଛି ମାନେ ଘର ଛାଡ଼ି ଚାଲିଯିବା କଥା ସଙ୍ଗେ ସଙ୍ଗେ। ଆଗେ ଜୀବନ ରକ୍ଷା ନା ଆଗେ ଘର? ତୁ ଯାହା କହୁଛୁ ଠିକ୍ ଲୋ ଝିଅ। ମଣିଷ ପାଇଁ ତା ଜୀବନ ଭାରି ମୂଲ୍ୟବାନ, କିନ୍ତୁ ତା ସହିତ ଘର ଗୋଟାଏ ଏମିତିଆ ଜିନିଷ, ଭାରି ମୋହ ମଣିଷର ତା ଉପରେ। ଯାହାର ଯେମିତିଆ ଘରଟିଏ ହେଇଥାଉ ପଛେ, ସେଇଥିରେ ତା'ର ସବୁ ଖୁସି ଭରି ରହିଥାଏ। ସିଏ ଭାବେ ଏତେ ବଡ଼ ସଂସାରରେ ସେହି ଘରଟି ହିଁ ତା'ର ସବୁଠାରୁ ନିରାପଦ ଆଶ୍ରୟସ୍ଥଳ। ଏତେ ଦିନ ପରେ ବୁଝି ଯାଇଥିଲି ମା' କହିଥିବା କଥା। ଘରଟା ସାରା ପାଣିରେ ଭର୍ତ୍ତି। ସେହି ଗନ୍ଧିଆ ପାଣିରେ ଘଣ୍ଟା ଘଣ୍ଟା ଧରି ମା'ର ଖଟ ପାଖରେ ଠିଆ ହୋଇ ରହିଥିଲି ପଛେ, ସେଠୁ କିନ୍ତୁ ଘୁଞ୍ଚିବାକୁ ଇଚ୍ଛା ହେଉନଥିଲା ମୋର। ବର୍ଷାର ବେଗ କମିଯାଇଥିଲା। ମା' ଖଟର ଗୋଡ଼ ଟପି ଗଦି ଉପର ଯାଏଁ ପାଣି ଆଉ ଉଠି ନଥିଲା। ଧୀରେ ଧୀରେ ପାଣି କମିବାକୁ ଆରମ୍ଭ କରିଥିଲା। ମୋତେ ଲାଗିଥିଲା ଯେତେବେଳେ ଠାକୁରଙ୍କୁ କହିଥିଲି ଆଉ ପାଣି ବଢ଼ିବାକୁ ଦିଅ ନାହିଁ, କେମିତି କେଜାଣି ସେତିକି ବେଳଠୁ ପାଣି ସେଇଠି ହିଁ ଅଟକି ଯାଇଥିଲା। ଠାକୁର ନିଶ୍ଚିନ୍ତ ଶୁଣିଥିଲେ ମୋ କଥା। 4-5 ଘଣ୍ଟା ପରେ ପାଣି ଛାଡ଼ିଥିଲା, କିନ୍ତୁ ଘରସାରା ଭରି ହୋଇ ରହିଥିଲା ପଟୁ ମାଟିର ବହଳ, ଯାହାକୁ ସଫା କରିବାକୁ ଲାଗିଯାଇଥିଲା ବହୁତ ସମୟ ଆଉ ବହୁତ ପରିଶ୍ରମ। ଭାଇ ଆସିଥିଲା ରାତିରେ। ସମସ୍ତେ ବସି କଥା ହେଉଥିଲେ। ଯଦିଓ ମୁଁ ବି କଥାବାର୍ତ୍ତାରେ ଭାଗ ନେଉଥିଲି, କିନ୍ତୁ ମୋ ଆଖି ସାମ୍ନାରେ ଥିଲା ଖାଲି ଘରେ ପାଣି ପଶିବାର ଦୃଶ୍ୟ। କ'ଣ ତୋର ଘରେ ପାଣି ପଶିଗଲା ବୋଲି ମନ ଦୁଃଖ? ଅନ୍ୟମନସ୍କ ଜଣାପଡ଼ୁଛୁ। କଥା ମଝିରୁ ପଚାରିଥିଲା ଭାଇ। ହଁ, ମନ ଦୁଃଖ ତ ନିଶ୍ଚିନ୍ତ ହେଉଛି। ଏମିତି କେବେ ହେଇନଥିଲା, ମୁଁ କହିଥିଲି। ହଁ ପରା, ମୁଁ ବି ସେଇ କଥା ଭାବୁଛି। ମୋତେ ଆସି ଏତେ ବୟସ ହେଲାଣି, ଏମିତି ଘର ଭିତରକୁ ପାଣି ପଶି ଆସିବାର ଏତେ ପାଖରୁ ପ୍ରଥମ ଥର ପାଇଁ ଦେଖିଲି। ପାଣି ଯେଉଁ ହିସାବରେ ମାଡ଼ି ଆସୁଥିଲା, ଦେଖିଲେ ଡର ମାଡ଼ୁଥିଲା। ପାଣି ଗୋଟାଏ ଏମିତି ଜିନିଷ, ନିମିଷକରେ
ଯେ କେତେ କୁଆଡ଼େ ମାଡ଼ି ଯାଇ କେତେ କ'ଣ ଭସେଇ ନେଇଯାଏ ସେ କଥା ଭାବି ହେବ ନାହିଁ। ସେଥିପାଇଁ ପରା ବଡ଼ ପୁରୁଷ କହିଯାଇଛନ୍ତି, ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ବି ସୃଷ୍ଟି ନାଶ। ପାଣି ଯେଉଁ ପଶିଥିଲା କେତେ ସମୟ ପରେ ବାହାରେ ପାଣି ଛାଡ଼ିଥିବାରୁ ଘର ଭିତରୁ ପାଣି ଛାଡ଼ିଗଲା। ପାଣି ଛାଡ଼ିଗଲା ପରେ ବଡ଼ ବଡ଼ କାଠ ଆଲମାରୀ ଥାକ ଡ୍ର ଗୁଡ଼ାକ ଭିତରେ ଯେଉଁ ପାଣି ପଶିଯାଇଥିଲା ତାକୁ ସବୁ ଆମେ ପୋଛିଦେଲୁ। କିନ୍ତୁ ଆଲମାରୀର ତଳେ ଯେଉଁ ପାଣି ରହିଲା ତାକୁ କ'ଣ କିଛି କରିହେଲା? ସିଏ ତା'ର ମନକୁ ଯେବେ ଶୁଖିବ ଶୁଖିବ। ଏହିଭଳି ଭାବରେ ସବୁବେଳେ ପାଣି ପଶିଲେ ଜିନିଷ ଗୁଡ଼ାକ ସବୁ ଶୀଘ୍ର ଶୀଘ୍ର ଖରାପ ହୋଇଯିବ ସିନା। ଇଏ ତ ପୁରା ଡରି ଯାଇଛି। ତା ପରଠୁ ମେଘ ଟିକିଏ ପକେଇଲା ମାନେ ଚମକୁଛି ପାଣି ଆସିଲା କି? କହିଥିଲେ ବଡ଼ ଦିଦି। ଓ ସିଏ ସେଥିପାଇଁ ତାହେଲେ ଏତେ ମନ ଦୁଃଖ କରୁଛି। ଏତେ ଡରିଲେ କ'ଣ ହେବ? ମନକୁ ଦମ୍ଭିଲା କରିବ ନା। ତା ଛଡ଼ା ଏତେ ଭାବୁଛୁ କାହିଁକି? ଏମିତି ଯଦି ଆଉ କେତେଥର ହେବ ତାହେଲେ ଏ ଘରକୁ ବିକିଦେଇ ଆଉ କେଉଁଠି ଯାଇ ଭଲ ଘର କିଣି ରହିବ। ନହେଲେ ଚାଲି ଯାଇଥିଲା ଭାଇ। ଥକା ମାରି ବସି ପଡ଼ିଥିଲି ମୁଁ। ଭାବି ଚାଲିଥିଲି କେତେ କଥା। ମନେ ପଡ଼ିଯାଉଥିଲା ଘର ତିଆରି ବେଳଠୁ କେତେ କେତେ ଘଟଣା ସବୁ। ଘର ଛାଡ଼ି ଯିବାଟା କ'ଣ ଏତେ ସହଜ କଥା? କେତେ କେତେ ସ୍ମୃତି ସାଇତା ହୋଇ ରହିଛି ଏଇ ଘରର କୋଣ ଅନୁକୋଣରେ। ତା ସହିତ ପୁଣି ମା ସିନା ନାହାନ୍ତି। ଆଜି ଯଦି ମା ଥାନ୍ତେ ସିଏ ଉପର ଘରକୁ ତ ଯାଇ ନଥାନ୍ତେ, ଏଇଠି ରହି ଭାରି ବ୍ୟସ୍ତ ହୋଇଥାନ୍ତେ ନିଶ୍ଚୟ। ପଛରୁ ଆସି କହିଥିଲା ସୁକେଶୀ। ମା'ର ଖଟ ପାଖରେ ସେମିତି ଛିଡ଼ା ହୋଇ ରହିଥିଲି ମୁଁ। ଭାବୁଥିଲି ଆଉ କେଇଟା ଦିନ ପରେ ମା ଯିବାର 2 ବର୍ଷ ପୂରିଯିବ। ମା ସିନା ଚାଲି ଯାଇଛି, କିନ୍ତୁ ଏ ଘରର ଏମିତି କେଉଁ ଜାଗା ନାହିଁ ଯେଉଁ ଜାଗାରେ ମା ତା'ର ଉପସ୍ଥିତି ଜାହିର ନ କରୁଛି। ଏବେ ବି ଘରର ଯେଉଁଠିକି ଚାହିଁଲେ ଦେଖାଯାଏ ମା'ର ଚେହେରା। ଯେମିତି ଆଗରୁ ବାହାରୁ ଘରକୁ ଫେରିଲେ ମା ତା'ର ଚେୟାର ଉପରେ ବସି ମୋତେ ଚାହିଁ ରହିଥାଏ, ଏବେ ବି ସେମିତି ଲାଗିଥାଏ ମୋତେ। ଉପର ଘରୁ ତଳକୁ ଓହ୍ଲେଇଲା ବେଳେ ପ୍ରଥମେ ନଜରରେ ପଡ଼େ ଖାଇବା ଟେବୁଲ ପାଖରେ ପଡ଼ିଥିବା ସୋଫା ଉପରେ, ଯେଉଁଠି ମା ବସି ମୋତେ ଅନେଇ ଥାଏ। ଏବେ ବି ମୁଁ ଦେଖିପାରେ ମା ସେଠି ବସିଥିବାର। ଯେମିତି ସିଡ଼ି ପାଖରେ ଠିଆ ହୋଇ ବଡ଼ ପାଟି କରି ଏବେ ବି ଡାକୁଥାଏ ମୋତେ ସେ। ଯେମିତି ମା ତା ଖଟରେ ଶୋଇ ଶୋଇ ଆମମାନଙ୍କ ସହିତ କଥାବାର୍ତ୍ତାରେ ଭାଗ ନେଇଥାଏ। ଏବେ ବି ମା'ର ଖଟକୁ ଚାହିଁଲେ ଦେଖାଯାଏ ସେଇ କଥା। ଖାଇବା ଟେବୁଲରେ ବସି ଖାଉଥିବା ବେଳେ ଏବେ ବି ଲାଗୁଛି ମା ଯେମିତି ପାଖରେ ବସିଛି। ଏବେ ବି ରାତିରେ ବସି ଲେଖୁଥିଲା ବେଳେ ଶୁଭିଯାଏ, ଝିଅଲୋ ମୁଁ ଯାଉଛି ଶୋଇବାକୁ। କ'ଣ ଏତେ ଭାବୁଛୁ? ଏଇ ଟିକେ ଟିକେ କଥାରେ ଏତେ ଭାବିଲେ ରହିହେବ? କେତେ ଝଡ଼ ଝଞ୍ଜା ଦେଇ ଆମେ ଆସି ଆଜି ଏଠି ପହଞ୍ଚିଛୁ। ସେ କଥା ସବୁ କ'ଣ ତୁ ଭୁଲି ଗଲୁଣି? ମନେ ନାହିଁ ତୋର ସେଥର ଯେଉଁ ବାତ୍ୟା ହୋଇଥିଲା? ସେତେବେଳେ ତୁ ସିନା ଛୋଟିଆଟେ ଥିଲୁ। ତା'ପର ସେ କଥା ମୁଁ ତୋତେ କେତେଥର ଶୁଣେଇଛି। ଝାଟିମାଟି ଘର, ଅଧା ଚାଳ ଉଡ଼ି ଯାଇଥିଲା। ଆମେ ମା ଛୁଆ ଅଖିଆ ଅପିଆ ଅନ୍ଧାର ଘରଟିରେ ଗୋଟାଏ କୋଣରେ ପଡ଼ି ରହିଥିଲୁ। ସାଙ୍ଗରେ କୁକୁର, ଗାଈ, ଛେଳି, ମେଣ୍ଢା, କୁକୁଡ଼ା, ବତକ ବି ରହୁଥିଲେ। ସେଥିରେ ପୁଣି ସାପ। କେଉଁ କୋଣରୁ ଢମଣା ବାହାରୁଥିଲା ତ କେଉଁ କୋଣରୁ ନାଗ ବାହାରୁଥିଲା। ସେଥିରେ ପୁଣି କେତେବେଳେ ନଡ଼ିଆ ଗଛ ଭାଙ୍ଗି ପଡ଼ିଲାଣି ତ ଆଉ କେତେବେଳେ ତାଳ ଗଛ। ବାତ୍ୟା ସରିଲା ବେଳକୁ ସବୁ ଧ୍ୱସ୍ତ ବିଧ୍ୱସ୍ତ। ସେମିତି ଅଖିଆ ଅପିଆରେ ତମମାନଙ୍କୁ ସାଙ୍ଗରେ ନେଇ ପ୍ରଥମେ ମାଟି ଚକଟି କାନ୍ଥ ଦେଇ ଆଗେ ଘରକୁ ଠିଆ କରିଥିଲି। ଏମିତି କେତେ କଥା। ଥରକର ନୁହେଁ, 2 ଥରକର ନୁହେଁ, କେତେ ଥରକୁ କେତେ କଥା। ତୁ କ'ଣ ଭୁଲିଗଲୁ ତୋ ପିଲାଦିନେ 2ଟା ନଈ ପାର ହୋଇ 5 କିଲୋମିଟର ବାଟ ଚାଲି ଚାଲି କେମିତି ସ୍କୁଲ ଯାଉଥିଲୁ? ବର୍ଷା ଦିନେ ନଈ ଯେତେବେଳେ ଫୁଲିକି 2 କୂଳ ଖାଉଥିଲା ସେତେବେଳେ ବି ନଈ ଭିତରେ ପଶି ତୁ ସ୍କୁଲ ଯାଉଥିଲୁ। 2 ଥର ଭାସି ଯାଇଥିଲୁ। ବୁଡ଼ି ମରୁ ମରୁ ରହିଛୁ। ମୋ କହିବା କଥା ଏତେ ସବୁ ପରେ ତୁ କ'ଣ ଜୀବନ ଜୀଇଁବା ଛାଡ଼ି ଦେଇଥିଲୁ? ନା କ'ଣ ହେଲା କହି ସେଇଠି ଅଟକି ଯାଇଥିଲୁ? ସେ ସବୁକୁ ପଛକୁ ପକେଇ ଆଗେଇ ଆସିଛୁ ବୋଲି ଆଜି ଆସି ଏଠି। ଆଉ ଆଜି ଘରେ ଟିକିଏ ପାଣି ପଶିଗଲା ବୋଲି ଏତେ ବ୍ୟସ୍ତ ହୋଇ ପଡ଼ୁଛୁ କ'ଣ? ଜୀବନଟା କ'ଣ ଖାଲି ଏମିତି ସିଧା ସରଳ ହୋଇଥିବ? ସବୁଦିନ ଏକା ପ୍ରକାର ହୋଇଥିବ? ଖାଲି ଭଲ ଭଲ? କେତେବେଳେ ପୁଣି ଜୀବନ ରାସ୍ତାଟା ଅଙ୍କା ବଙ୍କା ହେବ, ଝଡ଼ଝଞ୍ଜା ଆସିବ। ଧୈର୍ଯ୍ୟର ସହିତ ସେସବୁକୁ ସାମ୍ନା କରି ଆମକୁ ପୁଣି ଆଗକୁ ଆଗେଇବାର ଅଛି ନା ସେଇ କଥାକୁ ଧରି ସେଇଠି ଅଟକି ଯିବାର ଅଛି? ତୋତେ ପରା ଏତେଥର କହିଛି ଜୀବନ ରାସ୍ତାରେ ଚାଲୁଥିଲା ବେଳେ ଏଇ କଥାଟି ମନେ ରଖିଥିବୁ। ଅଖ ବୁଲୁଥାଏ, ଚକ ବୁଲୁଥାଏ, ବୁଲି ପଡ଼ୁଥାଏ ମହି। ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି।
दुख थिले सुख आसिब, राति थिले पुणी दिन आसिब, सेथिरे व्यस्त हेबार कौन अछि। समस्या को सबुबेले बड़ न भाबी बरं तार समाधानर पंथा बाहर करी ताको छोट करदेवा कथा ना। घरे जदि पानी पशिछि आगको केमिति न पशिब से कथा भाबिबाको पड़िब, सेथिपई उपाय करिबाको पड़िब। एई टिकिए कथारे एमिति भांगी पड़िले केमिति हेब। एइठी सेतेबेलू सेमिति काहेकि काठटा भलिया छिड़ा होई रहिचु। बड़ दीदी आसी हलेई देथिले। चमकी चाहिथिली तांको। भूत देखिला भली एमिति चमकी पड़ुछु कौन? आसे शीघ्र खाइकी शोइबा, सकाळे गाँ को जिबार अछि। मार श्राद्ध बार्षिकी परा, अगस्ट 2 तारिख। आउ केई दिन रहिला कि? केते काम सियाड़े पड़िछि, जीवनु कि बुझाबुझी करिबाकू। सेमिति चाहि रहिथिली दीदींको। टिकिए आगुरु किए कथा हेउथिला मो सहित, किए बुझेई देउथिला मते। माँ आउ थरे चाहिथिली मार खटको, मार शोइबा घरको, चाहिथिली सारा घरको। सबुठी सबुआडे खाली देखा जाउथिला माँ, तार मिंछा मिंछा स्मृति घरर प्रति कोण अनुकोणरे। बड़ी पानी धोई नहीं पारि नथिला से सबुको। जेउठी जेमिति थिला सेइठी सेमिति साइता होई रहिथिला स्मृति सबु मार। कहानीटी जदि आपण मानकु पसंद आसुथाए तेबे भिडियोटी को लाइक शेयर कमेंट्स करंतु एवं चैनल को सब्सक्राइब करंतु। भिडियोटी को शेष पर्यंत देखिथिबारु आपण मानकु बहुत बहुत धन्यवाद।